ସୁଭଦ୍ରା ଯୋଜନାର ମହିଳାମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଆସନ୍ତା ମାସରେ ମିଳିବା ପାଇଁ ଯାଉଛି ଏକାଥରେ 10,000 ଟଙ୍କା। ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଟଙ୍କା ପାଇନାହାନ୍ତି ସେମାନଙ୍କୁ ଏକାଥରେ ମିଳିବ 10,000 ଟଙ୍କା। ମହିଳାମାନଙ୍କ ପାଇଁ ବଡ଼ ଘୋଷଣା, ଆସନ୍ତା ମାର୍ଚ୍ଚ ମାସରେ 5,000 ନୁହେଁ ଏକାଥରେ 10,000 ସୁଭଦ୍ରା ଟଙ୍କା ଆସିବ। ଉପକୃତ ହେବେ କୋଟି କୋଟି ମହିଳା। ତେବେ ଆମେ ଯଦି ଦେଖିବା ଏବେ ସୁଦ୍ଧା ପାଖାପାଖି 1 କୋଟି ମହିଳା ସୁଭଦ୍ରା ଟଙ୍କାର 5,000 ଲେଖାଏଁ ପାଇସାରିଛନ୍ତି। ଅର୍ଥାତ୍ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଗତ 8 ତାରିଖ ଦିନ ପଠାଯାଇ ସାରିଛି। ତେବେ ଏବେ ବି ଅନେକ ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି, ଯେହେତୁ ସେମାନଙ୍କର ଆକାଉଣ୍ଟ କିମ୍ବା ଆଧାର କାର୍ଡରେ କିଛି ତ୍ରୁଟି ରହିଛି, ତେଣୁ ସେମାନେ ଟଙ୍କା ପାଇପାରିନାହାନ୍ତି। ଯେଉଁ ହିତାଧିକାରୀମାନେ ରହିଯାଇଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଟଙ୍କା ମିଳିନାହିଁ। ସେମାନଙ୍କ ମନରେ ଆଶଙ୍କା ଆସୁଛି କି ଆଉ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ କି ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ବାରମ୍ବାର ଅପଡେଟ୍ ଦେଇଥାନ୍ତି। ଏହି ସ୍କିମ୍ରେ ସାମିଲ ହେବା ପାଇଁ ଯୋଗ୍ୟ ସେମାନଙ୍କର ଆକାଉଣ୍ଟ କିମ୍ବା ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିବା ପାଇଁ କହୁଛନ୍ତି। ହେଲେ ଚତୁର୍ଥ କିସ୍ତି ସରିଯାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିନାହାନ୍ତି। ତେଣୁ ସେମାନଙ୍କର ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କି ସେମାନେ ଆଉ ଟଙ୍କା ପାଇପାରିବେ କି ନାହିଁ। ଆମେ ଏଠି ଗୋଟେ କଥା କହି ରଖିବୁ ଆପଣମାନଙ୍କୁ, ଆପଣ ଯଦି ଯୋଗ୍ୟ ହିତାଧିକାରୀ ହୋଇଛନ୍ତି ଆପଣମାନଙ୍କୁ ନିହାତି ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଆପଣମାନଙ୍କୁ ପ୍ରଥମେ ଯାଇ ଆପଣଙ୍କର ବ୍ୟାଙ୍କରେ NPCI ସହିତ ଆଧାରକୁ ଲିଙ୍କ କରାନ୍ତୁ। ଅନେକ ମହିଳା ହିତାଧିକାରୀମାନେ ରହିଯାଇଛନ୍ତି, ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିସାରିଲାଣି କିନ୍ତୁ ସେମାନଙ୍କୁ ଟଙ୍କା ମିଳିପାରିନାହିଁ। ଯେଉଁ ମହିଳାମାନଙ୍କର NPCI ସହିତ ଆଧାର ଲିଙ୍କ ନାହିଁ, EKYC ନାହିଁ, ସେମାନେ ନିହାତି ଭାବେ ଆପଣଙ୍କର ଯେଉଁ ସମସ୍ୟା ରହିଛି ତାହାକୁ ଠିକ୍ କରନ୍ତୁ। ଆପଣମାନଙ୍କୁ ବାରମ୍ବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ ଜଣାଇଛନ୍ତି, ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ EKYC କରିନାହାନ୍ତି କିମ୍ବା ଯେଉଁମାନଙ୍କର ବ୍ୟାଙ୍କ ସହିତ ଆଧାର ଲିଙ୍କ ନାହିଁ, NPCI ଲିଙ୍କ ନାହିଁ, ସେମାନଙ୍କ ପାଖକୁ ସୁଭଦ୍ରା ଟଙ୍କା ପହଞ୍ଚି ପାରିବ ନାହିଁ। ସେଥିଲାଗି ପ୍ରଥମେ ଆପଣ ବ୍ୟାଙ୍କକୁ ଯାଇ NPCI ସହିତ ଆଧାରକୁ ଲିଙ୍କ କରାନ୍ତୁ, ଯାହାକି ଆପଣଙ୍କ ପାଖରେ ସୁଭଦ୍ରା ଯୋଜନାର ଟଙ୍କା ପହଞ୍ଚି ପାରିବ। ପରବର୍ତ୍ତୀ କିସ୍ତିର ଟଙ୍କା ପାଇବା ପୂର୍ବରୁ ଆପଣଙ୍କର ଭୁଲ ସଂଶୋଧନ କରନ୍ତୁ ଆଉ ଆସନ୍ତା ମାସ ମାର୍ଚ୍ଚ 8 ତାରିଖରେ ଦିଆଯିବାକୁ ଥିବା ଦ୍ୱିତୀୟ କିସ୍ତିର ଲାଭ ଉଠାନ୍ତୁ। କାରଣ ଆପଣ ଯଦି ପ୍ରଥମ କିସ୍ତି ପାଇନାହାନ୍ତି ତାହେଲେ ଦ୍ୱିତୀୟ କିସ୍ତିରେ ଏକାଥରେ 10,000 ଟଙ୍କା ପାଇବେ। ତେବେ ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି ସେମାନେ 5,000 ଟଙ୍କା ପାଇବେ। ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଅପଡେଟ୍ ଥିଲା ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜଣାଇଛୁ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।